ବିଜେଡି ହୋଇଗଲା ଶୂନ୍ୟ। ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଙ୍ଗା ଏନ୍ଏସିରେ ବିଜେଡିକୁ ଲାଗିଛି ବଡ଼ ଝଟକା। ବର୍ତ୍ତମାନ ଏନ୍ଏସି ଅଧ୍ୟକ୍ଷ ସୁକାନ୍ତି ପାଇକରାୟଙ୍କ ପୁତ୍ର ତଥା ବରିଷ୍ଠ ବିଜେଡି ସଂଗଠକ ସନ୍ତୋଷ ପାଇକରାୟ ନିଜର ଶତାଧିକ ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି। ଆଜି ଅପରାହ୍ନରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି ସନ୍ତୋଷ। ଏହି ଅବସରରେ ମନ୍ତ୍ରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ବାଲୁଙ୍ଗା ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀ, ସଂଗଠକ ରଞ୍ଜିତ ବଡ଼ସେନା ଏବଂ ବାଲୁଙ୍ଗା ଏନ୍ଏସିର ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦାନ କରିଥିବା ସନ୍ତୋଷ କହିଛନ୍ତି। ବର୍ତ୍ତମାନ ବାଲୁଙ୍ଗା ଏନ୍ଏସିରେ ବିଜେଡି ଏକ ପ୍ରକାର ଶୂନ୍ୟ ହୋଇଯାଇଛି। ତେବେ ସନ୍ତୋଷ ଜଣେ ଦକ୍ଷ ଯୁବ ସଂଗଠକ ହୋଇଥିବାରୁ ତାଙ୍କ ସହ ବାଲୁଙ୍ଗା ଏନ୍ଏସି ବିଜେଡିର ସମସ୍ତ ଆଗଧାଡିର ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ବାଲୁଙ୍ଗା ଏନ୍ଏସିରେ ବିଜେପିର ଶକ୍ତି ବଢ଼ିବା ସହ ବିଜେଡି ନିଶ୍ଚିହ୍ନ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ବ୍ୟୁରୋ ରିପୋର୍ଟ, ଆପଣଙ୍କ ଖବର। भाई तलू समस्त भाई ऊपर तले ठेक हाँ तले आस तलू आस भाई ऊपर ठेक तलू आस तले सुनो आस आस हाँ भाई भाई तो हेले लाज कर भाई 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 बेगर पकड़ा तो अधिका आम पुणा सब जगह आसारे आसारे अधिक खबर पाई आम चैनल को लाइक, शेयर और सब्सक्राइब करंतु।